ତ ସାଙ୍ଗମାନେ ସକାଳୁ ସକାଳୁ ଶ୍ରାବଣ ମାସରେ ଆସି ପହଞ୍ଚି ଯାଇଛି ବାବାଙ୍କ ପାଖରେ, ବାବା ଲିଙ୍ଗରାଜଙ୍କ ପାଖରେ ହେଲା। କାରଣ ଶ୍ରାବଣ ମାସ ବର୍ତ୍ତମାନ ଚାଲିଛି, ବହୁତ କାଉଡ଼ିଆ ଭାଇ ଭଉଣୀ ମାନେ ଆସୁଛନ୍ତି, ଭକ୍ତମାନେ ସବୁ ଆଉ ବାବାଙ୍କ ପାଖକୁ। ଆଉ ବହୁତ ପ୍ରକାର ଏଠି ବି ସୁବିଧା ଅଛି ସବୁ କାଉଡ଼ିଆ ଭାଇ ଭଉଣୀ ମାନଙ୍କ ପାଇଁ। କ'ଣ କ'ଣ ସବୁ ସୁବିଧା ମୁଁ ଏବେ ଆପଣମାନଙ୍କୁ ଦେଖାଇ ଦେଉଛି ହେଲା। ଏଇ ଦେଖନ୍ତୁ ଟୋଟାଲ ଲିଙ୍ଗରାଜ ମନ୍ଦିର ଏରିଆ ଏମିତି ସବୁ ବ୍ୟାରିକେସନ୍ ହେଇଛି। କାଉଡ଼ିଆ ଭାଇ ଭଉଣୀ ମାନେ ସବୁ ଆମର ସେଇପଟରେ ଆସିବେ, ମାନେ ବ୍ୟାରିକେସନ୍ ଭିତରେ ସବୁ ପଶିକି ଲାଇନ୍ ଲଗେଇକି ଯିବେ। ଆଉ ଦେଖନ୍ତୁ ଏଇଭଳି ଭାବରେ ବ୍ୟାରିକେସନ୍ ହେଇଛି ସବୁ ହେଲା। ଏହାର ଭିତରେ ସବୁ ଲାଇନ୍ ଲଗେଇକି ଯିବେ, କିଛି ଅସୁବିଧା ନାହିଁ ବୁଝିଲେ। ପୁରା ଏନ୍ ଯିବେ ବାବାଙ୍କ ପାଖକୁ। ଏପଟରେ ବି ଦେଖନ୍ତୁ ବ୍ୟାରିକେସନ୍ ହେଇଛି। ଏଠି ଏଇଭଳି ଭାବରେ କିଛି ମାନେ ଶିବଲିଙ୍ଗ ଆଉ ସବୁ କିଛି ବିକ୍ରି ଚାଲିଛି। ଏଠି ଦେଖନ୍ତୁ ଭୁବନେଶ୍ୱର ମହାନଗର ନିଗମ କାଉଡ଼ିଆ ଆଶ୍ରୟସ୍ଥଳୀ ଗୋଟେ ହେଇଛି। ମାନେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏ କାଉଡ଼ିଆ ଭକ୍ତମାନଙ୍କ ପାଇଁ ସବୁ ଆଶ୍ରୟସ୍ଥଳ ଦେଖନ୍ତୁ। ଏସବୁ ଦେଖନ୍ତୁ ପୁରା ପଡ଼ିଛି, ପୁରା ଟେବୁଲ ଭଳିଆ ପଡ଼ିଛି, ଏଠି ଶୋଇବେ ଆରାମରେ। ଏଠି ଏମିତି ଭାରତ ଶୋଇବା ପାଇଁ ଜାଗା ସବୁ ଅଛି। ଶ୍ରାବଣ ମାସ ପାଇଁ ପ୍ରବଳ ଭିଡ଼ ମନ୍ଦିର ଅଛି। ସକାଳୁ ସକାଳୁ ତ ମୁଁ ଆସିଛି, ସକାଳୁ ବହୁତ ଭିଡ଼ ଦେଖନ୍ତୁ। ଏଠି ଦେଖନ୍ତୁ ବାବାଙ୍କର ମନ୍ଦିର ଶ୍ରାବଣ ମାସର କିଭଳି ଭାବରେ ସଜା ହେଇଛି ଦେଖନ୍ତୁ, ଦେଖିଲେ ପୁରା ଫୁଲରେ ପୁରା ସଜା ହେଇଛି ସବୁ। ଦେଖନ୍ତୁ ସବୁ ଲୋକ ଯାଇକି ଭକ୍ତ ସବୁ ଯାଇକି ଦର୍ଶନ କରୁଛନ୍ତି ବାବାଙ୍କୁ ଶ୍ରାବଣ ମାସରେ। ଜୟ ବାବା ଲିଙ୍ଗରାଜ।